ଗୋଟିଏ ଜଙ୍ଗଲରେ ଏକ ଛୋଟ ଚଢ଼େଇ ରହୁଥିଲା। ତାର ସ୍ୱର ବହୁତ ମିଠା ଥିଲା, କିନ୍ତୁ ସେ କେବେ ଗୀତ ଗାଉନଥିଲା। ସମସ୍ତ ପକ୍ଷୀ ତାକୁ ନେଇ ମଜା କରୁଥିଲେ। ଆରେ କୋଇଲି, ତୋ କଣ୍ଠ ତ ଏତେ ମଧୁର, ତୁ କାହିଁ ଗୀତ ଗାଉନୁ? ଆରେ କାଉ, ମତେ ତ ଭୟ ଲାଗୁଛି, ମତେ ସାହସ ପାଉନି, ମୁଁ କଣ କରିବି? ଆରେ ତୁ ଗା, ତୋ ସମୟ ଆସିଲେ ତୁ ଗା, ତୁ ବ୍ୟସ୍ତ ହନି, ସାହସ କରିକି ଯାଇଦେ। ଗୋଟେ ଦିନ ଜଙ୍ଗଲରେ ଭୟଙ୍କର ଝଡ଼ ଆସିଲା। ସମସ୍ତ ପକ୍ଷୀ ଡରିଗଲେ। ଆରେ ଏଇ ପବନ ବାତ୍ୟା ସବୁ ଆସିଗଲେ ରେ କୋଇଲି, କଣ କରିବା? ସବୁ ଯେ ଯୋଡେ ପଳେଇଲେ, ଆମେ କଣ କରିବା? ସେତେବେଳେ ଚଢ଼େଇ ସାହସ କରି ଗୀତ ଗାଇବା ଆରମ୍ଭ କଲା। ତାର ମିଠା ସ୍ୱର ଶୁଣି ସମସ୍ତେ ଶାନ୍ତ ହୋଇଗଲେ। ଆରେ କାଉ, କୋଇଲି ତ କେତେ କଣ ଭଲ ଗୀତ ଗାଉଛି। ଆରେ ହଁ, ତାକୁ ପରା ମୁଁ କହିଥିଲି ଗୀତ ଗାଇବାକୁ, ସେ ଏବେ ସାହସ କରି ଗୀତ ଗାଇ ଦେଇଛି। ସେଦିନ ଚଢ଼େଇ ବୁଝିପାରିଲା, ଭୟର ପଛରେ ତାର ଅସଲ ଶକ୍ତି ଲୁଚି ରହିଥିଲା।